ଆପଣମାନଙ୍କୁ ଚିଙ୍ଗୁଡ଼ି ଖାଇବାକୁ ଭଲ ଲାଗେ? ଯଦି ଆପଣମାନଙ୍କୁ ଚିଙ୍ଗୁଡ଼ି ଖାଇବାକୁ ଭଲ ଲାଗେ ତାହେଲେ ଚିଙ୍ଗୁଡ଼ିର କେଉଁ ରେସିପିଟା ଆପଣମାନଙ୍କର ବେଶୀ ପସନ୍ଦ କମେଣ୍ଟରେ ଜଣାଇବେ। ଆଜି ମୁଁ ଆପଣମାନଙ୍କ ସହିତ ଚିଙ୍ଗୁଡ଼ିର ଯେଉଁ ରେସିପିଟା ସେୟାର କରିବି ନା ସେଇଟା ତ ମୋର ପୁରା ଅଲ୍ ଟାଇମ୍ ଫେଭରାଇଟ୍ ରେସିପି। ଗରମ ଗରମ ଉଷୁନା ଭାତ ସହିତ ଏମିତି ଲାଲ ଲାଲ ଝାଲ ଝାଲ ଚିଙ୍ଗୁଡ଼ି ତରକାରୀ ଟିକେ ହେଇଗଲେ ସାଇଡ଼ରେ ଆଉ କିଛି ବି ଦରକାର ପଡ଼ିବନି। ନମସ୍କାର, ମୁଁ ରଶ୍ମି ୟୁଟ୍ୟୁବରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ରେସିପି ନିଶ୍ଚୟ ପସନ୍ଦ ଆସିବ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ। ଏବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ଆଜିର ଏହି ରେସିପି ବନାଇବା ପାଇଁ ପ୍ରଥମେ ତ ଆମକୁ ଦରକାର ଚିଙ୍ଗୁଡ଼ି। ତ ଏଇଠି ଦେଖିପାରୁଥିବେ ମୁଁ 1 କେଜିର ଚିଙ୍ଗୁଡ଼ିକୁ ପୁରା ଭଲସେ ସଫା କରିସାରିଲା ପରେ ସେଥିରେ ଅଳ୍ପ ଲୁଣ ତା ସହିତ ଅଳ୍ପ ହଳଦୀ ଗୁଣ୍ଡ ଦେଇ ଏବେ ଏହି ଚିଙ୍ଗୁଡ଼ିକି ଆମେ ଭଲସେ ଗୋଳେଇ ନେବା। ସାଙ୍ଗମାନେ ଆଜିର ଏହି ରେସିପି ଭିଡ଼ିଓକୁ ଆପଣମାନେ କେଉଁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ କରି ନିଶ୍ଚୟ ଜଣାଇବେ, ଯାହାଫଳରେ କି ମୁଁ ମଧ୍ୟ ଆପଣମାନଙ୍କୁ ଧନ୍ୟବାଦ ଦେଇପାରିବି। ତ ଏଇଠି ଦେଖିପାରୁଥିବେ ଲୁଣ ହଳଦୀ ଗୁଣ୍ଡ ଦେଇସାରିଲା ପରେ ଚିଙ୍ଗୁଡ଼ିରେ ମୁଁ ଲୁଣ ହଳଦୀ ଗୁଣ୍ଡକୁ ଭଲସେ ମିଶାଇ ନେଇଥିଲି। ଚିଙ୍ଗୁଡ଼ିରେ ଲୁଣ ହଳଦୀ ଗୁଣ୍ଡକୁ ଭଲ ଭାବରେ ମିଶାଇ ସାରିଲା ପରେ ଏବେ ଆମେ ରଖିନେବା ସାଇଡ଼ରେ। ଏପଟେ ଗ୍ୟାସ୍ ଅନ୍ କରି ଗ୍ୟାସ୍ ଉପରେ ଗୋଟେ ପ୍ୟାନ୍ ବସାଇ ନେଇଛି। ପ୍ୟାନ୍ ଆମର ଭଲ ଭାବରେ ଗରମ ହେଲା ପରେ ଏବେ ସେଥିରେ ଆମେ ଦେଇଦେବା ତେଲ। ତେଲକୁ ପ୍ରଥମେ ଭଲସେ ପୁରା ଧୂଆଁ ଉଠିଲା ଭଳିଆ ଗରମ କରିନେବା। ତେଲ ଆମର ଭଲ ଭାବରେ ଗରମ ହୋଇସାରିଲା ପରେ ଆମେ ଯେଉଁ ଲୁଣ ହଳଦୀ ଗୋଳେଇ ରଖିଥିଲେ ନା ଚିଙ୍ଗୁଡ଼ିକୁ, ସେଇ ଚିଙ୍ଗୁଡ଼ିକୁ ଏଇଠି ଦେଇଦେବା। ଚିଙ୍ଗୁଡ଼ିକୁ ଦେଇସାରିଲା ପରେ ଚିଙ୍ଗୁଡ଼ିକୁ ଭଲ ଭାବରେ ପୁରା ଲାଲ ଲାଲ କରି ଏଇଠି ଆମେ ଭାଜି ନେବା। ହାଇ ଫ୍ଲେମ୍ରେ 5ରୁ 6 ମିନିଟ୍ ଭାଜିଲା ପରେ ଏଇଠି ଦେଖିପାରୁଥିବେ ଚିଙ୍ଗୁଡ଼ି ଏଇଠି ଆମର ପୁରା ଭଲସେ ଭାଜି ହେଇଗଲାଣି। ଚିଙ୍ଗୁଡ଼ି ଏମିତି ଭଲ ଭାବରେ ଭାଜି ହେଇସାରିଲା ପରେ ଏବେ ଏଇ ଚିଙ୍ଗୁଡ଼ିକୁ ଆମେ ଗୋଟେ ପ୍ଲେଟ୍କୁ କାଢ଼ି ନେବା। ତ ଚିଙ୍ଗୁଡ଼ି ସବୁକୁ ପ୍ଲେଟ୍କୁ କାଢ଼ି ସାରିଲା ପରେ ଏଇଠି ଦେଖିପାରୁଥିବେ ଅଳ୍ପ ତେଲ ଏଇଠି ଆମର ବଞ୍ଚିଯାଇଛି। ଏଇ ତେଲରେ ଆମେ ଅଳ୍ପ ଆଳୁକୁ ଭାଜି ନେବା। ତ ଏଥିରେ ଏଇ ଚିଙ୍ଗୁଡ଼ି ତରକାରୀରେ ମୁଁ ଆଳୁ ଦେଇଥିଲି, ଆପଣମାନେ ଚାହିଁଲେ କେବଳ ଚିଙ୍ଗୁଡ଼ିରେ ମଧ୍ୟ ଏହି ତରକାରୀକୁ ବନେଇ ପାରିବେ। ଆଳୁକୁ ଦେଇସାରିଲା ପରେ ଏବେ ଏଇ ଆଳୁକୁ ଆମେ ଭଲ ଭାବରେ ଟିକେ କଲର୍ ଚେଞ୍ଜ ହେବା ପର୍ଯ୍ୟନ୍ତ ଭାଜି ନେବା। ପାଖାପାଖି 2ରୁ 3 ମିନିଟ୍ ଆଳୁକୁ ଭାଜିଦେଲେ ଆଳୁର କଲର୍ଟା ଦେଖିପାରୁଥିବେ ପୁରା ବଢ଼ିଆ ସେ ଆମର ଚେଞ୍ଜ ହେଇଯିବ। ତ ଆଳୁ ଏମିତି ଭାଜି ହେଇସାରିଲା ପରେ ଏବେ ଏଇ ଆଳୁକୁ ଆମେ କାଢ଼ି ନେବା ଗୋଟେ ପ୍ଲେଟ୍କୁ। ତ ଏଇଠି ଦେଖିପାରୁଥିବେ ଆଳୁ ପୁରା ବଢ଼ିଆ ସେ ଭାଜି ହେଇଗଲାଣି। ଏବେ ଚାଲନ୍ତୁ ଏଇ ଆଳୁକୁ ଗୋଟେ ପ୍ଲେଟ୍କୁ କାଢ଼ି ନେବା। ଏପଟେ ଗ୍ୟାସ୍ ଅନ୍ କରି ଗ୍ୟାସ୍ ଉପରେ ବସାଇ ନେଇଛି ଗୋଟେ କଡ଼େଇ। କଡ଼େଇକୁ ଭଲ ଭାବରେ ଗରମ କରିନେବା। କଡ଼େଇ ଆମର ଭଲସେ ଗରମ ହେଇସାରିଲା ପରେ ଏବେ ସେଥିରେ ଅଳ୍ପ ତେଲ ଦେଇଦେବା। ତେଲ ଟିକେ ଗରମ ହେଇସାରିଲା ପରେ ଏଇଠି ମୁଁ ଦେଇଦେଉଛି ଅଳ୍ପ ଗୋଟା ମସଲା। ଗୋଟା ମସଲାରେ ଯାହା ଆପଣମାନଙ୍କ ପାଖରେ ଥିବ ଆପଣମାନେ ସେଇ ମସଲାକୁ ଏଇଠି ନେଇପାରିବେ। ଗୋଟା ମସଲାକୁ ନେଇସାରିଲା ପରେ ୟାକୁ ଏବେ ଟିକେ ଏପଟ ସେପଟ କରିନେବା। ମସଲା ଟିକେ ଆମର ଭାଜି ହେଇସାରିଲା ପରେ ଏଇଠି ଆମେ ଦେବା ପିଆଜ ରସୁଣ ଅଦାର ବଟା। ତ ଏଇଠି ମୁଁ କିଲେ ଚିଙ୍ଗୁଡ଼ି ପାଇଁ ମସଲା ନେଇଥିଲି। ତ ଏଇଠି ମୁଁ ଅଦା ପିଆଜ ରସୁଣ ସବୁକୁ ଏମିତି ବାଟି ନେଇଥିଲି। ଏବେ এই ବଟା ମସଲାକୁ ଦେଇ ସାରିଲା ପରେ ମସଲାକୁ ଆମେ ସେ ପର୍ଯ୍ୟନ୍ତ କଷିବା ଯେ ପର୍ଯ୍ୟନ୍ତ এই ଅଦା ପିଆଜ ରସୁଣର କଞ୍ଚା ସ୍ମେଲଟା ନଯାଇଛି। ହାଇ ଫ୍ଲେମ୍ରେ ପାଖାପାଖି 3ରୁ 4 ମିନିଟ୍ ପର୍ଯ୍ୟନ୍ତ এই ମସଲାକୁ ମୁଁ ଏଠି ଭଲସେ ପୁରା କଷି ନେଇଥିଲି। ମସଲାକୁ 3-4 ମିନିଟ୍ କଷି ସାରିଲା ପରେ ଏବେ এই ମସଲାରେ ଆମେ ଗୁଣ୍ଡ ମସଲା ଦେବା। ଗୁଣ୍ଡ ମସଲାରେ ମୁଁ ଏଠି ନେଇଥିଲି ଲଙ୍କା ଗୁଣ୍ଡ, ତା ସହିତ କାଶ୍ମୀରୀ ଲଙ୍କା ଗୁଣ୍ଡ, ଫିସ୍ ମସଲା, ତା ସହିତ ହଳଦୀ ଗୁଣ୍ଡ। ସବୁ ମସଲା ମୁଁ ଗୋଟେ ଗୋଟେ ଚାମଚ ନେଇଥିଲି ଆଉ ହଳଦୀ ଗୁଣ୍ଡକୁ ହାଫ୍ ଚାମଚ ନେଇଥିଲି। ଆପଣମାନେ ଯେତେବେଳେ ଲଙ୍କା ଗୁଣ୍ଡ ଦେଉଥିବେ ନା ରାଗ ଆପଣମାନେ ଯେତିକି ଖାଇବେ ସେହି ହିସାବରେ ଆପଣମାନେ କମ୍ ଅଧିକ କରି ଲଙ୍କା ଗୁଣ୍ଡକୁ ଦେଇପାରିବେ। ଏବେ ସେଥିରେ ଅଳ୍ପ ପାଣି ଦେଇ এই ମସଲାକୁ ଆମେ ଭଲସେ ଟିକେ କଷିବା। ଏଠି ମୁଁ କହି ରଖୁଛି ଯଦି ଆପଣମାନଙ୍କୁ ଆଜିର ଏହି ରେସିପି ଭିଡ଼ିଓ ଭଲ ଲାଗେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିନେବେ। ତ ଏଇଠି ମୁଁ ମସଲାକୁ ପାଖାପାଖି 2ରୁ 3 ମିନିଟ୍ ପର୍ଯ୍ୟନ୍ତ କଷି ନେଇଥିଲି। ମସଲାକୁ 2-3 ମିନିଟ୍ କଷି ସାରିଲା ପରେ ଏଇଠି ଆମେ ଦେବା କଟା ଟମାଟୋ। ତ ମୁଁ ଏଠି 2ଟା ଟମାଟୋକୁ ଏମିତି ଲମ୍ବା ଲମ୍ବା କରି କାଟି ନେଇଥିଲି। ଟମାଟୋକୁ ଦେଇସାରିଲା ପରେ ଏଇଠି ଆମେ ଦେଇଦେବା ସ୍ୱାଦ ମୁତାବକ ଲୁଣ। ଲୁଣ ଟମାଟୋ ଦେଇସାରିଲା ପରେ ମସଲାକୁ ଆଉଥରେ ପୁଣି ଭଲସେ ଆମେ ମିଶାଇ ନେବା। ମସଲାକୁ ଭଲ ଭାବରେ ମିଶାଇ ସାରିଲା ପରେ ଗ୍ୟାସ୍ର ଫ୍ଲେମ୍କୁ ବିଲକୁଲ ଲୋ କରିନେବା। ଆଉ এই ମସଲାକୁ ଆମେ କଭର୍ କରିକି ପାଖାପାଖି 5ରୁ 6 ମିନିଟ୍ ପର୍ଯ୍ୟନ୍ତ ଭଲସେ କଷିବା। ମସଲାଟାକୁ ଯେତେ ଭଲ ଭାବରେ ଆପଣମାନେ କଷିବେ ନା ତରକାରୀଟା ଖାଇବା ପାଇଁ ସେତେ ଭଲ ଲାଗିଥାଏ। ତ ପାଖାପାଖି 5-6 ମିନିଟ୍ ମୁଁ ଆକୁ କଷି ସାରିଲା ପରେ ମୁଁ ଏଠି କଭର୍ କାଢ଼ିକି ଆପଣମାନଙ୍କୁ ଦେଖାଉଛି। ଏଇଠି ଦେଖିପାରୁଥିବେ ମସଲା ଆମର ପୁରା ବଢ଼ିଆ ଭାବରେ କଷି ହେଇଗଲାଣି। ଆଉ এই ମସଲାରୁ ଗୋଟେ ସୁନ୍ଦର ବାସ୍ନା ଏଠି ମଧ୍ୟ ଆସୁଛି। ମସଲା ଏମିତି ଭଲ ଭାବରେ କଷି ହେଇସାରିଲା ପରେ ଏଇଠି ଆମେ ଭାଜିକି ରଖିଥିବା ଚିଙ୍ଗୁଡ଼ି ଆଉ ଆଳୁକୁ ଦେଇଦେବା। ଚିଙ୍ଗୁଡ଼ି ଆଳୁକୁ ଦେଇସାରିଲା ପରେ ମସଲା ସହିତ ଚିଙ୍ଗୁଡ଼ି ଆଉ ଆଳୁକୁ ଆମେ କିଛି ସମୟ ପାଇଁ କଷି ନେବା।
मसला सहित चिंगुड़ी को कषिला बेले गैस फ्लेम को ये हाई करनी हाई फ्लेम रे पाखापाखि 1 ରୁ 2 मिनिट पर्यंत आपको मुझे भलसे टिके कषि नहीं 1 ରୁ 2 मिनिट आपको कषि सारापर ये आम दबा नड़िया रस। तो मुझे गोटे नड़िया को कोरिकी तार रस काढ़ी नहीं एबे नड़िया रस को ये देदेबा गैस फ्लेम को सेमती ही हाई रखिथे बिल्कुल भी लो करेनि। नड़िया रस को दे सारापर सबू जिनस को आम भल भाव में गोल नवा ये देखिपे नड़िया रस मुझे सबू जिनस को मुझे भलसे मिसई नौ सबू जिनस को भल भाव में गोल सारापर तरकारी झोलपाई ये आम पानी ऐड करवा। तरकारी झोलपाई जो पानी देवे ना से पानीटा को निहाती भाव में टिके गरम करदे। तो मु जो कड़ई रे चिंगुड़ी को भाजी थी ना से अल्प पानी बसई नहीं गरम करने पानी ये आमर भल भाव में गरम हो जाए। चलतु से गरम पानी को आम तरकारी देदेबा जेतिकी झोल आपण मानक दरकार से हिसाब से पानी क्वांटिटी आपण मैंने कम अधिक कर रखिपारे। नड़िया रस दिया चिंगुड़ी तरकारी तो मुझे बनाए आपण मैंने यही तरकारी को केमती बनाती। तो ये देखिपे मु अल्प पानी प्रथम देती मत ये अल्प टिके पानी कम लगी से मुझे आउ अल्प पानी दे दूची। पानी दे सारापर गैस फ्लेम को ये आम लो करनबा। लो फ्लेम रे एवं आम कभर करके 10 ରୁ 12 मिनिट पे फुटापी छाड़ा। 10-12 मिनिट पर मुझे कभर काढ़ी आपण मानक देखौची। तो ये देखिपे तरकारीटा केते सुंदर देखा जाउची देखिबापी जमती लगुच ना बास्नार तो पूरा घर महकिब आउ खाइबापी तो पूरा टेस्टी। एबे ऊपर अल्प कटा धनिया पत्र आउ अल्प गरम मसला देदेला परे एठी हमर रेडी हो गला सुपर टेस्टी चिंगुड़ी तरकारी रेसिपी। तो तरकारी ये बनीगला आको मु कभर करके पाखापाखि 5 ରୁ 7 मिनिट छाड़ी दूची टिके भलसे ठंडा हाँपाई। ठंडा हो गला मुझे आपण मानक आर कलरटा देखेबी। तरकारी भल भाव में ठंडा हो सारापर ये गोटे प्लेट को काढ़ी नहीं देखिकी जापे तरकारीटा केते टेस्टी बनी देखापी जी सुंदर लगुच ना खावाई से ही सुआदिया। आशा करुच्ची आपण मानक आज रेसिपी निश्चय पसंद आसथिबो। पुणी आसीबी गोटे नुआ रेसिपी नहीं से पर्यंत रोची। नमस्कार, जय जगन्नाथ।